श्रोताबंधु पुणी आपणଙ୍କ निकटକୁ फेरी आसीଛୁ ଏକ ଭିନ୍ନ ସ୍ୱାଦର କାହାଣୀ ନେଇ, ଯାହାର ନାଁ ହେଉଛି ପୁନରପି। ଏଥିରେ ଆପଣ ଶୁଣିବାକୁ ପାଇବେ କାଳ୍ପିକ ସତ୍ୟନାରାୟଣଙ୍କ ପରିବେଶିତ ସୁନ୍ଦର ଐତିହାସିକ ପୃଷ୍ଠଭୂମି ସମ୍ବଳିତ ଏକ କାହାଣୀ। ତାହେଲେ ଆଉ ଡେରି କାହିଁକି, ଚାଲନ୍ତୁ ଶୁଣିବା। କ୍ଳାନ୍ତି ସୂର୍ଯ୍ୟଙ୍କ ମୁଖରେ ମଳିନତା ବୋଳିବା ଆରମ୍ଭ କରିଛି। ଧୀରେ ଧୀରେ ନବଯୌବନା ସାଜୁଥିବା ସନ୍ଧ୍ୟାରାଣୀ ତାର ଅଭିମାନ ଭରା ଠାଣିରେ ସୂର୍ଯ୍ୟଙ୍କୁ ଠେଲି ଦେଉଛି ଅସ୍ତାଚଳକୁ। ଆଉ କାଳର ନିୟମରେ ବନ୍ଧା ସକଳ ଶକ୍ତିର ଆଧାର ରବି ଧୀରେ ଧୀରେ ବିଦାୟ ନେଉଛନ୍ତି ଧରିତ୍ରୀରୁ। ସାରା ଦିନର ସଂଘର୍ଷ ପରେ କ୍ଳାନ୍ତି ମେଣ୍ଟାଇବା ପାଇଁ ବସା ଲେଉଟାଣି ଦେଉଛନ୍ତି ବିହଙ୍ଗ କୂଳ। ଆକାଶ ଗୈରିକ ପାଟ ପିନ୍ଧି ସଜ ହେଉଛି ଚନ୍ଦ୍ରମାକୁ ସ୍ୱାଗତ କରିବା ପାଇଁ। ସମ୍ପୂର୍ଣ୍ଣ ଶାନ୍ତ ପରିବେଶ। ସକଳ ପ୍ରାଣୀର ଶରୀରରୁ ହଜିଯାଇଛି ସକାଳୁ ଘାରିଥିବା ଗୁଜୁରାଣର ଚିନ୍ତା ଏବଂ ଜାଗି ଆସୁଛି ଚେତନା। ହଁ, ଚେତନା ମୁକ୍ତିର ଏ ମାୟା ସଂସାରରୁ। ଆଉ ଜନଶୂନ୍ୟ ଏଇ ମୁହୂର୍ତ୍ତରେ କିଏ ସେ ବୃଦ୍ଧା? ଧଉଳି ଚଢ଼ିବାର ପ୍ରୟାସ କରୁଛନ୍ତି। ପୁଣି ଏ କ'ଣ? ସୁଉଚ୍ଚ ଧଉଳି ପର୍ବତ ତଳୁ ଅସ୍ତଗାମୀ ସୂର୍ଯ୍ୟଙ୍କ ଚିତ୍ରରେ ଏ କଳାଦାଗ କେମିତି? ନା ନା, ଏ ତ କଳାଦାଗ ନୁହେଁ, କେହି ଜଣେ ବଳିଷ୍ଠ ଶରୀରଧାରୀ ମଣିଷଟେ ସୁଦୀର୍ଘ ଅଶୀ ସହ ପର୍ବତ ନିମ୍ନ ଦେଶକୁ ଏକ ଲୟରେ ଚାହିଁ ରହିଛନ୍ତି। ଆଖିରେ କ୍ଳାନ୍ତି, ମୁଖରେ ଶତସିଂହର ଠାଣି, ଆଉ ତା ସହ ପ୍ରଭାତର ସେପାଳି ଦେହରେ ଶିଶିର ଟୋପା ବିଞ୍ଚି ହେଲା ଭଳି ଶରୀର ସାରା ରକ୍ତବିନ୍ଦୁ। ବିଜୟର ଗର୍ବ ଶରୀରର କ୍ଳାନ୍ତି ଭେଦ କରି ବାହାରିବାର ପ୍ରୟାସ କରୁଛି ସତ, କିନ୍ତୁ ତା ଦ୍ୱାରା ସମ୍ଭବ ହେଉନି। ବୃଦ୍ଧା ଚିହ୍ନି ପାରିଲେ ଏ ତ ମଗଧ ସମ୍ରାଟ ଅଶୋକ। ବୋଧହୁଏ କଳିଙ୍ଗ ଓ ମଗଧ ଭିତରେ କିଛି ଦିନରୁ ଚାଲିଥିବା ସଂଘର୍ଷର ଅନ୍ତ ଘଟିଛି ଆଜି। ସେଇଥିପାଇଁ ସମ୍ରାଟ ଖୁବ୍ ପ୍ରସନ୍ନ। ଏଇଟା ହିଁ ତ ସୁବର୍ଣ୍ଣ ସୁଯୋଗ ତାଙ୍କଠାରୁ ଦାନ ମାଗିବାର। କିନ୍ତୁ ଏତେ ପ୍ରାପ୍ତ ବୟସ୍କା ବୃଦ୍ଧା ମୋକ୍ଷକୁ ଛାଡ଼ି ଆଉ କେଉଁ ଦାନ ମାଗିପାରେ? ଧୀରେ ଧୀରେ ସମ୍ରାଟଙ୍କ ନିକଟତର ହେଇ ଆସୁଛନ୍ତି ବୃଦ୍ଧା। ସମ୍ରାଟଙ୍କ ଦୃଷ୍ଟି କିନ୍ତୁ ସେଥିପ୍ରତି ଆକର୍ଷିତ ହେଉନଥିଲା। ଦୂରରୁ ଶୁଭୁଥିଲା କ୍ଷତାକ୍ତ କିଛି ସୈନିକଙ୍କ ଚିତ୍କାର। କିଛି ମୃତ୍ୟୁ ରଥରେ ଆରୂଢ଼ ହେବାକୁ ଯାଉଥିବା ସୈନିକ ଆଉ ମହାରଥୀଙ୍କର କରୁଣ କ୍ରନ୍ଦନ, ସେ ପୁଣି ଜଳ ପାଇଁ। ଆଉ ଏସବୁ ଖାତିର ନ କରି କଳନାଦରେ ବୋହି ଯାଉଥିବା ଦୟାନଦୀର ଶବ୍ଦ। ହଁ, ଏ ସେଇ ଦୟାନଦୀ ଯିଏ ଅଶୋକଙ୍କ ବୀରତ୍ୱ ଆଉ ଓଡ଼ିଆ ବୀରଙ୍କ ସ୍ୱାଭିମାନର ପ୍ରମାଣପତ୍ର ବାଣ୍ଟି ଚାଲିଥିଲା, ନିଜ ସ୍ୱଚ୍ଛ ରଙ୍ଗ ପରିବର୍ତ୍ତେ ରକ୍ତ ରଙ୍ଗରେ ରଙ୍ଗେଇ ହେଇ। ଆଉ ଏସବୁ ନିରେଖି ଚାହୁଁଥିବା ସମ୍ରାଟଙ୍କ ଆଖି ବୃଦ୍ଧା ଆଡ଼କୁ ବା ଆକର୍ଷିତ ହୁଅନ୍ତା କିପରି? ବୃଦ୍ଧା ନିକଟତର ହେଲେ ଅଶୋକଙ୍କର, ଆଉ ପ୍ରଣିପାତ ଜଣେଇଲେ। ପ୍ରଣାମ ସମ୍ରାଟ। ପ୍ରଣାମ। ଆପଣ କିଏ ମା? ପୁଣି ନିର୍ଜନ ପର୍ବତରେ କ'ଣ କରୁଛନ୍ତି? ହେ ସମ୍ରାଟ, ମୁଁ ଜଣେ ବିଧବା ବ୍ରାହ୍ମଣୀ। ନାଁ ମୋର ଗୌତମୀ। ଛାମୁଙ୍କ ବିଜୟର ଅଭିବାଦନ ପାଇଁ ଏଠାରେ ଉପସ୍ଥିତ ହୋଇଛି। ଧନ୍ୟବାଦ ମା। ପୁଣି ଥରେ ମଗଧ ଲାଭ କରିଛି ବିପୁଳ ବିଜୟ। କଳିଙ୍ଗର ଦର୍ପ ଭଙ୍ଗ କରିଛି ମୋର ଝଡ଼ ବେଗରେ ଗତିଶୀଳ ଅଶ୍ୱାରୋହୀ ସୈନ୍ୟ ଦଳ। ତାହା ତ ରକ୍ତରଞ୍ଜିତ ଦୟା ନଦୀ ଆଉ ଗଭୀର ଆଘାତ ପ୍ରାପ୍ତ ସୈନିକଙ୍କ ଚିତ୍କାରରୁ ସ୍ପଷ୍ଟ ବାରି ହେଉଛି। କିନ୍ତୁ ମୋ ଆସିବା ପଛରେ କିଛି ପ୍ରାପ୍ତିର ପ୍ରତ୍ୟାଶା ଥିଲା ସମ୍ରାଟ। ଅବଶ୍ୟ ମା, ପ୍ରକାଶ କର, କ'ଣ ଚାହଁ ତୁମେ? ଅବଶ୍ୟ ପ୍ରକାଶ କରିବି, କିନ୍ତୁ ତା ପୂର୍ବରୁ ଆପଣ ସତ୍ୟ କରନ୍ତୁ ସମ୍ରାଟ। ମୋର ଆବଶ୍ୟକତାକୁ ଆପଣ ପୂରଣ କରିବେ।
ସତ୍ୟ ବିଶାଳ ମଗଧ ସାମ୍ରାଜ୍ୟର ମହାନ ଚକ୍ରବର୍ତ୍ତୀ ସମ୍ରାଟଙ୍କ ପକ୍ଷରେ ଏଭଳି କ'ଣ ଅଦେୟ ହେଇପାରେ ମା? ତୁମେ ପ୍ରକାଶ କର, କ'ଣ ଚାହଁ ତୁମେ? ମାର୍ଜନା କରିବେ ଛାମୁ, ହେଲେ ଆପଣଙ୍କ ସତ୍ୟ ବିନା ମୋର ଦାନ ମାଗିବାଟା ଅସମ୍ଭବ। ତେବେ ଶୁଣ ମା, ମୁଁ ମଗଧ ସମ୍ରାଟ ଅଶୋକ ସତ୍ୟ କରୁଛି, ଯାହା ତୁମ ଇଚ୍ଛା ଅବଶ୍ୟ ପ୍ରଦାନ କରିବି। ଏବେ କୁହ, ବସ୍ତ୍ର, ଆଭୂଷଣ, ହସ୍ତି, ଅଶ୍ଵ କ'ଣ ଚାହଁ ତୁମେ? ହେ ନରପତି, ଏସବୁ ମୋର କ'ଣ ହେବ? ଆଜିର ଏ ସଂଗ୍ରାମରେ ମୋର ଏକମାତ୍ର ପୁତ୍ର ପ୍ରାଣ ହରେଇଛି। ଆପଣ ତାର ପ୍ରାଣ ଫେରେଇ ଦିଅନ୍ତୁ ସମ୍ରାଟ, ଫେରେଇ ଦିଅନ୍ତୁ। ପ୍ରାଣ ସେ କ'ଣ ଆଉ ଫେରାଇ ହୁଏ? ଥରେ ଗଲା ପରେ ଜାଣେ ମୁଁ, ପାରିବେନି ଆପଣ, କିନ୍ତୁ ଆଉ କିଛି ମୋର ଆବଶ୍ୟକ ନାହିଁ ସମ୍ରାଟ। କେବଳ ଗୋଟିଏ ଉତ୍ତର ଦିଅନ୍ତୁ ମୋତେ। କ'ଣ ମିଳିଲା ଆପଣଙ୍କୁ ଏ ମହାବିନାଶରୁ? କାହାର ପ୍ରାଣ ହରଣର ଅଧିକାର କିଏ ଦେଲା ଆପଣଙ୍କୁ? ଆଉ ଏବେ କ'ଣ ରାଜୁତି କରିପାରିବେ ଏଇ ଶ୍ମଶାନ ଧରିତ୍ରୀ ଉପରେ? ଥରେ ଭାବି ଦେଖନ୍ତୁ ସମ୍ରାଟ, ସାମାନ୍ୟତମ ସ୍ୱାର୍ଥରେ ଅନ୍ଧ ହେଇ ଏ କ'ଣ କରିଛନ୍ତି ଆପଣ? ସତ ଅଧିକ ଆପଣଙ୍କ ବୀରତ୍ୱ ଆଉ ସମ୍ରାଟ ପଣିଆକୁ। ଅଶୋକଙ୍କ ମନରେ ଉଙ୍କି ମାରୁଥିଲା ଅନେକ ଶୋଚନା ଏବଂ ଶୋଚନା ତଳେ ଦବି ରହିଥିଲା ଅନେକ ପ୍ରଶ୍ନ। କାହା ପାଇଁ ଏ ବିଜୟ? କାହା ଉପରେ ବିଜୟୀ ମୁଁ? ଏମିତି ଅନେକ। ହଠାତ୍ ଦୂରରୁ ଶୁଭିଲା, ବୁଦ୍ଧଂ ଶରଣଂ ଗଚ୍ଛାମି, ସଂଘଂ ଶରଣଂ ଗଚ୍ଛାମି, ଧର୍ମଂ ଶରଣଂ ଗଚ୍ଛାମି। ଧୀରେ ଧୀରେ ସୁଦୂରରୁ ଅଶୋକଙ୍କ ଅଦୂର ଆଡ଼କୁ ଆସି ପହଞ୍ଚିଗଲେ ଶୁଭ୍ର ବସ୍ତ୍ର ପରିହିତ ଜଣେ ସନ୍ନ୍ୟାସୀ। ଅଶୋକ ଅନୁଭବ କଲେ ସତେ ଯେପରି ଏହି ତ ସେଇ, ଯିଏ ତାଙ୍କରି ସବୁ ସମସ୍ୟାର, ସବୁ ପ୍ରଶ୍ନର ସମାଧାନ କରିପାରିବେ। କାଳ ବିଳମ୍ବ ନ କରି ଅଶୋକ ପଚାରିଲେ, କିଏ ଆପଣ ସନ୍ନ୍ୟାସୀ? କ'ଣ ଆପଣଙ୍କ ଶାଖା? ଏ ଶ୍ୱେତ ବସ୍ତ୍ରର ଅର୍ଥ କ'ଣ? ସମ୍ରାଟ, ମୁଁ ତ ଜଣେ ବୌଦ୍ଧ ଭିକ୍ଷୁ। ମୋର ନାମ ଉପଗୁପ୍ତ। ମୁଁ କୌଣସି ଶାଖାର ନୁହେଁ, ବରଂ ନିର୍ବାଣ ମାର୍ଗରେ ଅନୁସନ୍ଧାନ କରୁଥିବା ଜଣେ ପଥିକ ମାତ୍ର। ନିର୍ବାଣ? ତାହା ପୁଣି କ'ଣ? ଯେଉଁଠି ପହଞ୍ଚିଲା ପରେ ଆଉ କୌଣସି ଲାଳସା ନଥାଏ, ପୁନର୍ଜନ୍ମର ପ୍ରକ୍ରିୟା ନଥାଏ, ଥାଏ କେବଳ ପରମ ପ୍ରାପ୍ତି, ତାହା ହିଁ ନିର୍ବାଣ। କ'ଣ ଆପଣ ଜାଣନ୍ତି ନିର୍ବାଣର ଠିକଣା? ନିଶ୍ଚୟ ସମ୍ରାଟ, ନିଶ୍ଚୟ। ତେବେ କ'ଣ ଆପଣ କହିପାରିବେ, ଏତେ ବିଶାଳ ନରସଂହାର ପରେ କ'ଣ ମୁଁ ସେଇ ପଥର ପଥିକ ହୋଇ ହାସଲ କରିପାରିବି ନିର୍ବାଣ? ନିର୍ବାଣ ହାସଲ କରାଯିବା ଭଳି ଦ୍ରବ୍ୟ ନୁହେଁ, ବରଂ ସାଧନା ଏବଂ ପରମାର୍ଥ ଦ୍ୱାରା ଏହା ହାସଲ କରାଯିବା ଆବଶ୍ୟକ। ହେ ମହାତ୍ମା, କୁହନ୍ତୁ ତେବେ ବର୍ତ୍ତମାନ ମୋତେ କ'ଣ କରିବାକୁ ପଡ଼ିବ? ତ୍ୟାଗ କରନ୍ତୁ ସମ୍ରାଟ, ସବୁ କିଛି ତ୍ୟାଗ କରନ୍ତୁ।
ସବୁକିଛି ତ୍ୟାଗ କରି ପରମ ପୁରୁଷ ବୁଦ୍ଧଙ୍କ ପ୍ରଦର୍ଶିତ ମାର୍ଗ ଅନୁସରଣ କରନ୍ତୁ। ସେହି ମୁହୂର୍ତ୍ତରେ କଳିଙ୍ଗ ଆକ୍ରମଣ କରିଥିବା ଚଣ୍ଡାଶୋକର ମୃତ୍ୟୁ ଘଟିଲା ଏବଂ ଜନ୍ମ ନେଲେ ମହାନ ବୌଦ୍ଧ ସନ୍ନ୍ୟାସୀ ଅଶୋକ, ଯାହାଙ୍କୁ ଇତିହାସ ଜାଣିଲା ଧର୍ମାଶୋକ ନାମରେ। ବନ୍ଧୁ, କାଳ୍ପିକ ସତ୍ୟନାରାୟଣଙ୍କର କାହାଣୀଟି ମୋତେ ତ ଖୁବ୍ ସୁନ୍ଦର ଲାଗିଲା। ଆପଣଙ୍କୁ କେମିତି ଲାଗିଲା ନିଶ୍ଚୟ ଜଣାଇବେ, ନିଜର ମତାମତ ଲେଖି। ରହୁଛି, ପୁଣି ଫେରିଆସିବି ଆପଣଙ୍କ ନିକଟକୁ ଏହାର ଆଗାମୀ ଅଧ୍ୟାୟ ନେଇ। ସେ ପର୍ଯ୍ୟନ୍ତ ମୋତେ ଦିଅନ୍ତୁ ବିଦାୟ। ନମସ୍କାର।